हेलो हाय फ्रेंड्स ମୁଁ ଦେବୀ ପ୍ରସାଦ ଆପଣଙ୍କୁ ଡେଜଲିଂ ଇନଫୋ ଓଡ଼ିଆ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଯେଉଁମାନେ ମଧ୍ୟ ଗ୍ରାଜୁଏସନ ଲେଭେଲର କୌଣସି ବ୍ୟାଙ୍କିଂ ସେକ୍ଟର ଜବ୍ ପ୍ରତି ଇଣ୍ଟରେଷ୍ଟେଡ୍ ଅଛନ୍ତି, ଏ ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ସେମାନଙ୍କ ପାଇଁ। ତ ଚାଲନ୍ତୁ, କେତେ ଭେକେନ୍ସି ଅଛି, ଆପ୍ଲାଏ ଲାଷ୍ଟ ଡେଟ୍ କେବେ, କ'ଣ କ୍ୱାଲିଫିକେସନ ଦରକାର, କୋଉ ବ୍ୟାଙ୍କରେ ବାହାରିଛି ଭେକେନ୍ସି ଇତ୍ୟାଦି ଜିନିଷ ସବୁ ଜାଣିବା ଭଲ ଭାବରେ। ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ଛୋଟ ରହିବ ଏବଂ ଇନଫର୍ମେଟିଭ୍ ରହିବ। ତେଣୁକରି ସମସ୍ତେ ସବସ୍କ୍ରାଇବ୍ ବଟନକୁ ଅଡ୍ ନମ୍ବର ଅଫ୍ ଟାଇମରେ ଯେତେ ଥର ପାରିବେ ସେତେ ଥର କ୍ଲିକ୍ କରିଦିଅନ୍ତୁ। ଚ୍ୟାନେଲ ସବସ୍କ୍ରାଇବ୍ ହେଇଯିବା ଦରକାର ଅଛି। ଓକେ, ତାହେଲେ ଚାଲନ୍ତୁ ଆଗକୁ ବଢ଼ିବା। ଦେଖନ୍ତୁ, ଭେକେନ୍ସିଟା ବାହାରିଛି ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ ଏବଂ ଏହାର ଆପ୍ଲାଏ ଡେଟ୍ ମେ 12 ତାରିଖରୁ ଆରମ୍ଭ ହୋଇସାରିଲାଣି। ଆର ଲାଷ୍ଟ ଡେଟ୍ ଅଛି 31 ମେ ପର୍ଯ୍ୟନ୍ତ। ତେଣୁକରି ଯେଉଁମାନେ ମଧ୍ୟ ଆପ୍ଲାଏ କରୁନାହାନ୍ତି ସେମାନେ କରିଦେଲେ ଭଲ ହବ। ଯାହାକୁ ମଧ୍ୟ ବ୍ୟାଙ୍କିଂ ରିଲେଟେଡ୍ ଏକ୍ଜାମ୍ ଦରକାର ଅଛି। ଏବଂ ଏଇଟା ଆମର ଓଡ଼ିଶାରେ କେତେ କ'ଣ ଭେକେନ୍ସି ଅଛି, କିନି ଏହାର ସାଲେରୀ, ସବୁ ଏସବୁ ବିଷୟରେ ମଧ୍ୟ ଜାଣିବା। ତାହେଲେ ଚାଲନ୍ତୁ ଦେଖିବା। ଏଇଟା ଏବେ 12/5/2025 ରୁ 31/5/2025 ପର୍ଯ୍ୟନ୍ତ ଅଛି। ଆପ୍ଲାଏ କରିବେ। ତାପରେ ଆମର ଓଡ଼ିଶାରେ ରହିଲା 10ଟା ଭେକେନ୍ସି ଅଛି। ଦେଖନ୍ତୁ, ଓଡ଼ିଶାରେ 10ଟା ଭେକେନ୍ସି ଅଛି। ଏସସି ପାଇଁ 1, ଏସଟି ପାଇଁ 1, ଓବିସି 3ଟା, ଇଡବ୍ଲ୍ୟୁଏସ୍ 1, ୟୁଆର୍ 4ଟା। ଏହିପରି ଭାବରେ ଆମର କେତେ 10ଟି ଭେକେନ୍ସି ଅଛି। ଆଉ ଯେହେତୁ ଏଇଟା ଆମର ମ୍ୟାଣ୍ଡେଟୋରୀ ଲାଙ୍ଗୁଏଜ ପ୍ରୋଫିସିଏନ୍ସି ଓଡ଼ିଆ କହିଛି, ଆଉ ଯଦି ଆପଣମାନେ କୌଣସି ଗୋଟେ ଅନ୍ୟ ଗୋଟେ ଲାଙ୍ଗୁଏଜ ଶିଖିଛନ୍ତି, ତାମିଲ ହଉ, ମରାଠୀ, ଗୁଜୁରାତି, ବେଙ୍ଗାଲୀ, ପଞ୍ଜାବୀ, ଏ ଟାଇପ୍ର ଯଦି ଅନ୍ୟ କୌଣସି ଲାଙ୍ଗୁଏଜ ଶିଖିଛନ୍ତି, ତାହେଲେ ଅନ୍ୟ କୌଣସି ଷ୍ଟେଟ୍ ଦେଇ ସେଥିରେ ଯେଉଁ ଆପ୍ଲାଏ କରିବା ଟାଇମ୍ରେ ଦେଇପାରିବେ। କିନ୍ତୁ ସିଓର ଏଇଟା ହେବାର ଅଛି, କିନ୍ତୁ ଆସୁଥିବାର ଅଛି ଲାଙ୍ଗୁଏଜ, ନହେଲେ କଟିଯିବେ। ଏଇ ବିଷୟରେ ଆଗକୁ ଅଛି ଲେଖା ହେଇଛି। ଦେଖନ୍ତୁ, ଆମ ଓଡ଼ିଶାରେ ଖାସ କରି ଆମେ ଯଦି ଦେଖିବା 10ଟି ଭେକେନ୍ସି ରହିଲା। ଏଲିଜିବିଲିଟି କ୍ରାଇଟେରିଆ ଦେଖନ୍ତୁ, ଏ ଯେଉଁ ଆମେ ଇଣ୍ଡିଆନ୍ ହେଇଯିବାକୁ ପଡ଼ିବ, ଆଉ ଏସବୁ ଅଛି, ସେମିତି କିଛି ସେଇଟା ଇମ୍ପୋର୍ଟାଣ୍ଟ ନାହିଁ। ଏଇଟା ଗୋଟେ ଦେଖନ୍ତୁ ଇମ୍ପୋର୍ଟାଣ୍ଟ, ଆମର ମିନିମମ୍ ଏଜ୍ 20, ମ୍ୟାକ୍ସିମମ୍ ଏଜ୍ 30 ହେଇଯିବାକୁ ପଡ଼ିବ। ଲୋକାଲ୍ ବ୍ୟାଙ୍କ ଅଫିସର, ଆଉ ଏଇଥିରେ ଆମର ଯେକୌଣସି ମୋତେ ଗ୍ରାଜୁଏସନ୍ ଦରକାର ରେକଗ୍ନାଇଜ୍ ୟୁନିଭର୍ସିଟିରୁ, ଆଉ କିଛି ଦରକାର ନାହିଁ। ଆଉ ଆମେ ଆପ୍ଲାଏ କରିବା ପୂର୍ବରୁ ଆମର ରିଜଲ୍ଟ ଯେମିତି ବାହାରି ପଡ଼ିଥିବାର ଅଛି, ଏତିକି ଲେଖା ହେଇଛି ଏଇଠି, ଆଉ କିଛି ନାହିଁ। ଆଉ ଆମର ରହିଲା ଆମର ଏସସି ଏସଟି ପାଇଁ 5 ବର୍ଷ ରିଲାକ୍ସେସନ୍ ରହିଲା, ଯୋଉଟାକି ଆମର ଏଇଟା 30ଟା 35 ବର୍ଷ ହେଇଯିବ। ସେହିପରି ଭାବରେ ଅନ୍ୟ ଯେକୌଣସି ମଧ୍ୟ ପର୍ସନ୍ ୱିଥ୍ ବେଞ୍ଚ ମାର୍କ ଡିସେବିଲିଟି, ଯେଉଁମାନଙ୍କର PWD ସାର୍ଟିଫିକେଟ୍ ଥିବ, ଫିଜିକାଲ୍ ହ୍ୟାଣ୍ଡିକ୍ୟାପ୍ଟ, ସେମାନେ 10 ଇୟର୍ ମାନେ 40 ବର୍ଷ ପର୍ଯ୍ୟନ୍ତ ଆପ୍ଲାଏ କରିପାରିବେ। 40 ବର୍ଷ ହେଇଥିଲେ ମଧ୍ୟ ଆପ୍ଲାଏ କରିପାରିବେ। ଦେଖନ୍ତୁ, ମେନ୍ ଜିନିଷ ଆମର ହେଉଛି ସାଲାରୀ। ସାଲାରୀ ମଧ୍ୟ ଆମର 48,480ରୁ ଷ୍ଟାର୍ଟ ହେବ। ଏହିପରି ଭାବରେ ବଢ଼ି ବଢ଼ି 85,920 ପର୍ଯ୍ୟନ୍ତ ଯିବ। ସାଲାରୀ ମଧ୍ୟ ବହୁତ ବଢ଼ିଆ ଅଛି। ଆଉ ଦେଖନ୍ତୁ, ଆମର ଏକ୍ଜାମ୍ ଯେଉଁ ତାର କଣ୍ଡକ୍ଟ ହେବ, ସେଥିରେ କ'ଣ କ'ଣ ପଡ଼ିବ, କୋଉ କୋଉ ଟପିକ୍ ଦେଖନ୍ତୁ। ରିଜନିଂ ଆଣ୍ଡ କମ୍ପ୍ୟୁଟର ଆପ୍ଟିଟ୍ୟୁଡ୍, ଜେନେରାଲ ଇକୋନୋମି, ବ୍ୟାଙ୍କ ଆୱାରନେସ୍, ଜିଏଟା, ଆଉ ଡାଟା ଆନାଲିସିସ୍ ଆଣ୍ଡ ଇଣ୍ଟରପ୍ରିଟେସନ୍, ଇଂଲିଶ ନଲେଜ, ଏସବୁ ମିଶେଇକିରି ଆମର 140ଟା କ୍ୱେଶ୍ଚିନ୍, 200 ମାର୍କ ହେବ। ଟୋଟାଲ 3 ଘଣ୍ଟା ଆମର ଟାଇମିଂ ମିଳିବ। 4ଟା ସେକ୍ସନରେ ହେବ ଏକ୍ଜାମ୍। ଆଉ ଏଥିରେ ଆମର ରହୁଛି ମାଇନସ୍ ମାର୍କିଂ 1/4, ମାନେ 0.25 ସେଇଟା ମାଇନସ୍ ମାର୍କିଂଟା। ଆଉ ଦେଖନ୍ତୁ, ଏଇଠି ରହିଲା ଆମର ମେନ୍, ଯେଉଁ ମୁଁ ପ୍ରଥମରେ ଯେମିତି କହୁଥିଲି, ଯେଉଁ ଲାଙ୍ଗୁଏଜ, ଅନ୍ୟ କୌଣସି ଲାଙ୍ଗୁଏଜ ଜାଣିଥିଲେ ମଧ୍ୟ ଆପ୍ଲାଏ କରିପାରିବେ। କିନ୍ତୁ ଜାଣିଥିବାର ଅଛି, କାହିଁକିନା ତାର ଗୋଟେ ସେକେଣ୍ଡ ହବ, ଏଇ ଗୋଟିଏ ଏକ୍ଜାମ ହବ, ଆଉ ଆର କିଛି ମେଇନ୍ ଏକ୍ଜାମ ସେମିତି କିଛି ନାହିଁ। ପ୍ରଥମଟା ଆମର ଯେମିତି ହେବା କଥା ସେଇ ଏକ୍ଜାମ ହବ, ତାପରେ ଲାଙ୍ଗୁଏଜ ପ୍ରୋଫିସିଏନ୍ସି ଟେଷ୍ଟ ଗୋଟେ ହବ, ଯୋଉଟାରେ କି କ୍ୟାଣ୍ଡିଡେଟ୍ସ ମଷ୍ଟ ହେଭ୍ ଏ ପ୍ରୋଫିସିଏନ୍ସି ଇନ୍ ଲୋକାଲ ଲାଙ୍ଗୁଏଜ ଅଫ୍ ଦ ଷ୍ଟେଟ୍ ଆପ୍ଲାଏଡ୍ ଫର୍।
ए पॉइंट देखंतु जो हम जो स्टेट में अप्लाई करिवो से स्टेट रो जो लोकल लैंग्वेज प्रति एक्वाइंटेड हेतिया पड़ियो किंबा कैंडिडेट शॉर्टलिस्टेड फॉर द पर्सनल इंटरव्यू विल बी रिक्वायर्ड टू क्वालिफाई लैंग्वेज प्रोफिशिएंसी टेस्ट failing which they will not be allowed to appear the personal interview. Thus, the candidature will not be considered for further selection process. ତ ଏଇଟା କଣ ଲେଖା ହେଲା ନା ଆମର ସେଇ ଯୋଉ ମଧ୍ୟ ଷ୍ଟେଟ୍ ଆପଣ ଦେଇକିରି ଆପ୍ଲାଏ କରିବେ ସେ ଷ୍ଟେଟ୍ ର ଲୋକାଲ ଲାଙ୍ଗୁଏଜ ଜାଣି ଦେଇଥିବାକୁ ପଡିବ ଭଲ ଭାବରେ ଯଦି ଲୋକାଲ ଲାଙ୍ଗୁଏଜ ଆସୁନି ତେବେ ଆପ୍ଲାଏ କରିପାରିବେ ନାହିଁ। ଆଉ ଗୋଟେ କଣ ଦେଖନ୍ତୁ ପଏଣ୍ଟ ଅଛି ଯଦି କ୍ୟାଣ୍ଡିଡେଟ୍ who produce 10th or 12th standard mark sheet certificate evidencing having studied the specified local language of the applied state as one of the subject will not be required to undergo the language proficiency test। यार अर्थ कौन जो मैंने मध्य यदि दशम किंबा 10th किंबा 12th रो बोर्ड एग्जाम रो यदि सर्टिफिकेट अछि सेही माने स्टेट रो जो लोकल लैंग्वेज अच्छी सेटा ସେଥିରେ ଗୋଟେ ପେପର ଆକାର ଅଛି ତାହେଲେ ସେମାନଙ୍କୁ କିଛି ସେ ଯୋଉ ପ୍ରୋଫିସିଏନ୍ସି ଟେଷ୍ଟ ଦେବା ଆକା ଦରକାର ନାହିଁ ଟୋଟାଲି ସେକେଣ୍ଡ ଯୋଉ ହବ ପ୍ରୋଫିସିଏନ୍ସି ଟେଷ୍ଟ ସେଟା ଦେବା ଦରକାର ନାହିଁ। ଏବେ ଦେଖନ୍ତୁ ଆପଣ ଓଡିଆ ଆପଣଙ୍କର ଥିବ 10th ରେ କିମ୍ବା 12th ରେ ତାହେଲେ ଆପଣଙ୍କୁ ପ୍ରୋଫିସିଏନ୍ସି ଟେଷ୍ଟ ଦେବାକୁ ପଡିବନି ସେକେଣ୍ଡ ଟା डायरेक्ट ସେମାନେ କଣ ଇଏ ଯିବେ ନା ଇଣ୍ଟରଭ୍ୟୁ ଓକେ पर्सनल इंटरव्यू ତାପରେ ହବ ଥାର୍ଡ ରେ ଗୋଟେ ଏଇଟା ଯୋଉମାନେ ମଧ୍ୟ ଅନ୍ୟ ଷ୍ଟେଟ୍ ପାଇଁ ଆପ୍ଲାଏ କରିବେ ଯାହାର ମୋର 10th or 12th ର ସାର୍ଟିଫିକେଟ ନଥିବ ସେମାନେ ପ୍ରୋଫିସିଏନ୍ସି ଟେଷ୍ଟ ଦେବାକୁ ପଡିବ। ଆଉ ଯୋଉମାନଙ୍କର ଅଛି 10th 12th ର ସାର୍ଟିଫିକେଟ ରେ ଗୋଟେ ଲାଙ୍ଗୁଏଜ ଅଛି ଯୋଉ ସେଇର ଲୋକାଲ ଲାଙ୍ଗୁଏଜ ଟା ତାହେଲେ ସେମାନେ ଦେବାକୁ ପଡିବନି ଡାଇରେକ୍ଟ ସେମାନେ ପର୍ସନାଲ ଇଣ୍ଟରଭ୍ୟୁ କୁ ଯିବେ ଏବଂ ପର୍ସନାଲ ଇଣ୍ଟରଭ୍ୟୁ ରେ ଆମର ଯାହା କିଛି ମଧ୍ୟ ଯାହା ପଚରା ପଚରି କରିବେ ସେମାନେ ଏବଂ ଆମର ଯୋଉ ଆର ୱେଟେଜ ଟା ରହିବ ଏକ୍ସାମ ର କଣ ଫାଇନାଲ ସିଲେକ୍ସନ ରେ weightage ratio of the online exam and personal interview will be in the ratio 80:20 means जो 100 मार्क ରୁ ଆମର ଯୋଉ ଗଣା ହବ ମୋର 80 ମାର୍କ ରହିବ ଯୋଉ ଆମର ଏକ୍ସାମ ଟା ଦେଇଥିବା ଆଉ 20 ରହିବ ଆମର ଇଣ୍ଟରଭ୍ୟୁ ର ହେଲା ମାନେ 80% ଯାହା ମଧ୍ୟ ଯୋଉ ଏକ୍ସାମ ହେଇଛି 200 ମାର୍କ ଯୋଉ ଏକ୍ସାମ ହବ ତାର 80% ରହିବ ଆମର କଣ ଯେ ସେଇଟାକୁ କନସିଡର କରା ଏକ୍ସାମ ଟାକୁ ଆଉ ଯୋଉ ଆମେ ମାନେ ଯୋଉ ଇଏର ଇଣ୍ଟରଭ୍ୟୁ ର ଯେତେ ମାର୍କ ଥିବ ତାର 20% ଧରା ହବ ଏନି ଟୋଟାଲ 100% ରୁ କେତେ ରହୁଛି ସେ ଅନୁଯାୟୀ ତାର ସିଲେକ୍ସନ ହବ ପ୍ରୋସେସ ବୁଝିଲା ଯୋଉଟା ମତେ ନ ବୁଝୁଛି ତାହେଲେ କମେଣ୍ଟ କରିବେ କିଛି ଅସୁବିଧା ନାହିଁ ପୁଣି ଥରେ ଗୋଟେ ଛୋଟିଆ ସର୍ଟ ଭିଡିଓରେ ବୁଝେଇଦେବା ସେଇଟା ଏଇଟା ଆମର ତ ରହିଲା 12/5/2025 ରୁ ଆରମ୍ଭ ହେଇସାରିଲାଣି 31/5 ପର୍ଯ୍ୟନ୍ତ ଅଛି ଆଉ ଅଳ୍ପ ଦିନ ରହିଲା ଯୋଉମାନେ ମଧ୍ୟ ଆପ୍ଲାଏ କରିନାହାନ୍ତି କରିଦିଅନ୍ତୁ ଆପ୍ଲାଏ ଟିକେ ଭଲ ଭାବରେ ପ୍ରିପାରେସନ କରି ଗୋଟେ ଜବ୍ ସିଓର କରନ୍ତୁ। ଆଉ ରହିଲା ଆମର ଆପ୍ଲିକେସନ ଫିସ୍ ଉପରେ ଦେଖନ୍ତୁ SC ST PWD ମାନଙ୍କ ପାଇଁ 175 ଟଙ୍କା ରହିବ ଆପ୍ଲାଏ ଫିସ୍ ଆଉ ଜେନେରାଲ EWS OBC ମାନଙ୍କ ପାଇଁ ରହିବ 850 ଟଙ୍କା ଏଇଟା ନନ୍ ରିଫଣ୍ଡେବଲ। ଦେଖନ୍ତୁ ଓଡିଶାରେ ଆମର କୋଉଠି କୋଉଠି ଏକ୍ଜାମ ସେଣ୍ଟର ରହିବ ଭୁବନେଶ୍ୱର କଟକ ବାଲେଶ୍ୱର ବ୍ରହ୍ମପୁର ଢେଙ୍କାନାଳ ରାଉରକେଲା ସମ୍ବଲପୁର ଏତିକି ଜାଗାରେ ଆମର ରହିବ ଏକ୍ଜାମ ସେଣ୍ଟର ଯୋଉଠିକି ମଧ୍ୟ ଯାହାକୁ ପାଖ ହଉଛି ଦେଖିକିରି ସେଟା ଆପ୍ଲାଏ କରିବେ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ଦେଖନ୍ତୁ ନା ଏଇଟା କୋଉଠି ଆପ୍ଲାଏ କରିବେ ନା ଏଇଟା ଆମର ଓଭରସିଜ ବ୍ୟାଙ୍କ ର ୱେବସାଇଟ www.iob.in ଏଇ ୱେବସାଇଟ ରେ ଯାଇକିରି ଆପ୍ଲାଏ କରିବେ। ଆଉ ଯଦି ଯାହାକୁ ମଧ୍ୟ ଯଦି ଆପ୍ଲାଇ କେମିତି କରାହଉଛି ତା ପ୍ରୋସେସ ଜାଣିବାକୁ ଅଛି ତାହେଲେ ଗୋଟେ ଯଦି ଆସୁଛି ମାନେ କରନ୍ତୁ ଯଦି କିଛି ମୋତେ ଡାଉଟ୍ ହଉଛି ତାହେଲେ ମତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ତାର ମଧ୍ୟ ଗୋଟେ ଭିଡିଓ ବନେଇଦେବା ଓକେ ତାହେଲେ ମୁଁ ଭାବୁଛି ସବୁ ଆମେ ଡିଟେଲ କମ୍ପ୍ଲିଟ କରିଦେଇଛନ୍ତି ଏ ବିଷୟରେ କଣ କଣ ଯାହା ଯାହା ଇମ୍ପୋର୍ଟାଣ୍ଟ ଜିନିଷ ଯାହା ତାହେଲେ ଚାଲନ୍ତୁ ପ୍ରିପେୟାର ହୁଅନ୍ତୁ ଏବଂ ଗୋଟେ ଜବ୍ ସିଓର କରନ୍ତୁ। Thank you.